ମାଟ୍ରିକ ରେଜଲ୍ଟ 2024 ଗଜପତିରେ 97.08% ପାସ୍ ହାର। ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସୁଶୋଭନ ପାତ୍ର ଜିଲ୍ଲା ଟପ୍ପର। ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଗଜପତି ଜିଲ୍ଲାରେ 97.08% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲା ବେଳେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍ ହାର ବା ଫଳାଫଳ ଗଜପତିରେ ଭଲ ରହିଥିବାର ଜଣାପଡ଼ିଛି। ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୁଶୋଭନ ପାତ୍ର ଜିଲ୍ଲା ଟପ୍ପର ହୋଇଥିବାର ଜଣାପଡ଼ିଛି। ସେ ମୋଟ 552 ମାର୍କ ରଖି ଶତକଡ଼ା 92% ହାସଲ କରି ଜିଲ୍ଲା ଟପ୍ପର ଭାବେ ପରିଗଣିତ ହେଉଛନ୍ତି। ଅନ୍ୟପକ୍ଷରେ ଶିକ୍ଷା ବିଭାଗ ବିସ୍ତୃତ ଭାବେ ପରୀକ୍ଷାଫଳ ତଥ୍ୟ ପ୍ରଦାନ କରିନାହିଁ, ଯାହାକୁ ନେଇ ବିଭିନ୍ନ ମହଲରେ ନାନାଦି ଆଲୋଚନା ହେଉଛି। ଏପରି ବିଭ୍ରାଟ କେବେ ବି ଦେଖା ଦେଇନଥିବାର ମଧ୍ୟ ଆଲୋଚନା ହେଉଛି। ପରୀକ୍ଷା ଫଳ ବାହାରି ଦୀର୍ଘ 10 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି, ତଥାପି ଜିଲ୍ଲା ଶିକ୍ଷା ବିଭାଗ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି। ଏପରିକି ବିଭିନ୍ନ ଗ୍ରେଡରେ ପାସ୍ କରିଥିବା ମୋଟ ସଂଖ୍ୟା ମଧ୍ୟ ଦେଇପାରୁନାହିଁ ଶିକ୍ଷା ବିଭାଗ। କେବଳ ମୋଟ ପ୍ରତିଶତ ପାସ୍ ହାର ଜଣାପଡ଼ୁଛି, ହେଲେ କିଏ କେଉଁ ଗ୍ରେଡ୍ ବା ମୋଟ କେତେଜଣ କେଉଁ ଗ୍ରେଡ୍ରେ ପାସ୍ କରିଛନ୍ତି ତାହାର ଆଦି ମଧ୍ୟ ତଥ୍ୟ କାହାରି ପାଖରେ ନାହିଁ। ବର୍ତ୍ତମାନ ବି ପ୍ରାୟ 30ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ନିଜ ନିଜ ବିଦ୍ୟାଳୟର ତଥ୍ୟ ୱେବସାଇଟ୍ରେ ଅପଲୋଡ୍ କରିନଥିବାର ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏସବୁ ଅବ୍ୟବସ୍ଥାକୁ ଦେଖିଲେ ଜିଲ୍ଲା ଶିକ୍ଷା ବିଭାଗର ପାରିବା ପଣିଆ ସ୍ପଷ୍ଟ ଭାବେ ଅନୁମେୟ ହେଉଛି।